ମୋ ନାଁ ହେଲା ବାଲା ରାୟ, ଉତ୍କଳ ସମ୍ମିଳନୀର ରାଜ୍ୟସଭା ସଦସ୍ୟ ଜୟପୁର। ନାଇଁ ଆଜି ଆମେ ଏଠି ଉତ୍କଳ ସଭା ଜୟପୁର ଶାଖା ତରଫରୁ ଆଜି ଯୋଉ ବୈଠକ ଆମେ ଡାକିଛୁ, ଗତ କିଛି ଦିନ ତଳେ ସମ୍ବଲପୁରର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଏବଂ ବିରୋଧୀ ଦଳ ନେତା ଥିଲେ ଜୟନାରାୟଣ ମିଶ୍ର। ସେ ଯେଉଁଭଳି ଭାବରେ ବିବୃତ୍ତି ଦେଇଛନ୍ତି କିଛି ଦିନ ତଳେ ଯେ ଓଡ଼ିଶାକୁ ବିଖଣ୍ଡ କରିବା ପାଇଁ, ଖଣ୍ଡ ଖଣ୍ଡ କରିବା ପାଇଁ ସେ ଯେଉଁଭଳି ବିବୃତ୍ତି ଦେଇଛନ୍ତି, ସେଇ ବିବୃତ୍ତିକୁ ଆମେ ଆଜି ଦୃଢ଼ ଭାବରେ ଆମେ ଖଣ୍ଡନ କରୁଛୁ ଆମ ଜୟପୁର ଉତ୍କଳ ସମ୍ମିଳନୀ ଶାଖା ତରଫରୁ। ତେଣୁ ଆଜିର ଆମର କହିବାର ହେଲା ଯେ ଯୋଉ ଜୟ ମିଶ୍ର ଆଜି ସମ୍ବଲପୁରର ବିଧାୟକ ରହିଛନ୍ତି, ସେ ସବୁବେଳେ ଯେଉଁଭଳି ଭାବରେ ବିବୃତ୍ତି ଦିଅନ୍ତି ଏବଂ ଗତ କିଛି ଦିନ ତଳେ ତାଙ୍କ ଲାଗି ମଧ୍ୟ ସମ୍ବଲପୁରରେ ଦଙ୍ଗା ହେଇଥିଲା ଏବଂ ତାଙ୍କ ବିରୋଧୀ ଦଳ ନେତା ଥିଲା ବେଳକୁ, ବିଧାୟକ ଥିଲା ବେଳକୁ ଗୋଟେ ସରକାରୀ ପୋଲିସ ଅଫିସର ପୁରା ହାତ ଉଠେଇଥିଲେ। ଏମିତି ବିଭିନ୍ନ ସମୟରେ ବିଭିନ୍ନ ସେ ଯୋଉଭଳି ଭାବରେ ବିବାଦ ସୃଷ୍ଟି କରୁଛନ୍ତି, ଏଇଟା ଓଡ଼ିଶାବାସୀ, ଓଡ଼ିଆ ଲୋକ କେବେଲେ ମଧ୍ୟ ବରଦାସ୍ତ କରିବେ ନାହିଁ। ଆପଣ ତ ଦେଖିଥିବେ କିଛି ଦିନ ତଳେ ଆପଣଙ୍କର ସମ୍ବଲପୁରରେ ଗୋଟେ ସରକାରୀ କାର୍ଯ୍ୟକ୍ରମ ଚାଲିଥିଲା, ଯୋଉ କାର୍ଯ୍ୟକ୍ରମ କି ସରକାରୀ କାର୍ଯ୍ୟକ୍ରମ, ସେଇ ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା। ସେଇ ଷ୍ଟେଜରେ ଯେତେ ମନ୍ତ୍ରୀ ଥିଲେ, ଯେତେ ବିଧାୟକ ଥିଲେ, ଜିଲ୍ଲାପାଳ, ଏସପି ସମସ୍ତେ ଠିଆଇକି ବନ୍ଦେ ଉତ୍କଳ ଜନନୀ ଗାନକୁ ସେମାନେ ସମ୍ମାନ ଦେଇକି ଛିଡାଇଥିଲେ। କିନ୍ତୁ ଦୁର୍ଭାଗ୍ୟ ଜୟ ମିଶ୍ର ସେ ଗୋଡ଼ ଉପରେ ଗୋଡ଼ ଦେଇକି ଯୋଉଭଳି ଭାବରେ ଚୌକିରେ ବସିଥିଲେ, ସାରା ଓଡ଼ିଶା ଲୋକ ଦେଖିଛନ୍ତି ଏବଂ ସାରା ଓଡ଼ିଶାର ମିଡିଆରେ ବାଜିଛି। ଏଇଭଳି ବ୍ୟକ୍ତିକୁ କେବେ ମଧ୍ୟ ଆମେ ବରଦାସ୍ତ କରିବାକୁ ହବ ନାହିଁ। ସେ ସବୁବେଳେ ବିଭ୍ରାନ୍ତ ସୃଷ୍ଟି କରନ୍ତି। ସେ ନିଜେ ନିଜେ ଭୁଲି ଯାଉଛନ୍ତି ଯେ ସେ ଓଡ଼ିଶାରେ ଜନ୍ମ ହେଇଛନ୍ତି ନା ବାହାରେ କୋଉ ରାଜ୍ୟରେ ସେ ଜନ୍ମ ହେଇଛନ୍ତି। ତେଣୁ ଆଜି ଆମେ ଦୃଢ଼ ଭାବରେ ନିନ୍ଦା କରୁଛୁ। ଏଭଳିଆ ବ୍ୟକ୍ତି ବିଜେପିରେ ରହିଛନ୍ତି, ବିଜେପି ସରକାର ଚାଲିଛି, ବିଜେପିର ମୋହନ ସରକାର ଅସ୍ମିତା କଥା ସବୁବେଳେ କୁହନ୍ତି, କିନ୍ତୁ ଅସ୍ମିତାକୁ ସମ୍ମାନ ତାଙ୍କର ବରିଷ୍ଠ ନେତା ସମ୍ବଲପୁର ବିଧାୟକ କେବେ ମଧ୍ୟ ଦିଅନ୍ତି ନାହିଁ। ସେ ସବୁବେଳେ ଯୋଉଭଳି ଭାବରେ ବିବୃତ୍ତି ରଖନ୍ତି, ସବୁବେଳେ ସୃଷ୍ଟି କରନ୍ତି ଯେ ତାଙ୍କେ ଆମେ ଗୋଟେ ସମ୍ବଲପୁର। ଆରେ ସମ୍ବଲପୁର ତ ଓଡ଼ିଶାର ଗୋଟେ ଅଙ୍ଗ। ସମ୍ବଲପୁର ହଉଛି ଏ ଓଡ଼ିଶାର ମାଟି। ଏ ସମ୍ବଲପୁରକୁ ଆମେ ସବୁବେଳେ ଭଲ ପାଉ। ଆମେ ଓଡ଼ିଆବାସୀ, ଓଡ଼ିଆ ଲୋକ, ଓଡ଼ିଆ ଜାତି ସମସ୍ତେ ଆମେ ସମ୍ବଲପୁରକୁ ଭଲ ପାଉ। କିନ୍ତୁ ସେ ସବୁବେଳେ ଯୋଉ ବିଭ୍ରାନ୍ତ ଷ୍ଟେଟମେଣ୍ଟ ଦିଅନ୍ତି, ତାକୁ ଆମେ ଦୃଢ଼ ଭାବରେ ଆଜି ବିରୋଧ କରୁଛୁ। ଆଜି ଆମେ ଜୟପୁର ଉତ୍କଳ ସମ୍ମିଳନୀ ଶାଖା ତରଫରୁ ମଧ୍ୟ ତାଙ୍କର ବିରୋଧରେ ଆଜି ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଦାବି କରୁଛୁ। ନିଶ୍ଚିତ ଭାବରେ ଆପଣ ଦେଖିଥିବେ କିଛି ଦିନ ତଳେ ସେ ସମ୍ବଲପୁରରେ ଯୋଉ ଗୁଣ୍ଡା ରାଜ କରିଥିଲେ, ଗୁଣ୍ଡାଗିରି କରିକିରି ଲୋକଙ୍କୁ ଧରିକିରି ସେ ନିଜେ ଖଣ୍ଡା ଧରିକିରି ସମ୍ବଲପୁରରେ ସେ ଖଣ୍ଡା ବୁଲଉଥିଲେ ହନୁମାନ ଜୟନ୍ତୀରେ। କିନ୍ତୁ ସେ କଣ ପାଇଁ କରୁଥିଲେ? ସେ ଯୋଉଭଳି ଭାବରେ ସେ ଏଟା କରୁଥିଲେ, ଲୋକଙ୍କ ଭିତରେ ଯୋଉ ଭାଇଚାରା ରହିଥିଲା, ସମ୍ବଲପୁରରେ ଯୋଉ ଭାଇଚାରା ରହିଛି, ସେ ଭାଇଚାରାକୁ ସେ ଖଣ୍ଡନ କରିବା ପାଇଁ ସେ ସବୁବେଳେ ବିଭ୍ରାନ୍ତ ସୃଷ୍ଟି କରନ୍ତି। ତେଣୁ ଏଇଭଳିଆ ବ୍ୟକ୍ତି ସେ ଓଡ଼ିଶାରେ ରହିବାର ତାର ଯୋଗ୍ୟ ନାହିଁ। ସେ ସମ୍ବଲପୁରର ଲୋକ ତାକୁ କିଭଳି ଭାବରେ ଆଜି ବିଧାୟକ ଦେଇଛନ୍ତି, ଇଏ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେଣୁ ଜୟ ମିଶ୍ର ସବୁବେଳେ ଯୋଉଭଳି ଭାବରେ ଓଡ଼ିଶା ଗୋଟେ ଶାନ୍ତିପୂର୍ଣ୍ଣ ରାଜ୍ୟ, ଏ ଓଡ଼ିଶା ହଉଛି ଜଗନ୍ନାଥଙ୍କର ରାଜ୍ୟ, ଏ ଓଡ଼ିଶା ହଉଛି ଆପଣ ସମଲେଶ୍ୱରୀ ମାଙ୍କର ରାଜ୍ୟ, ଇଏ ଓଡ଼ିଶା ହଉଛି ମା ଜଗଜ୍ଜନନୀଙ୍କର ରାଜ୍ୟ। ଏ ରାଜ୍ୟରେ ସେ ଯୋଉଭଳି ଭାବରେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି, ଏଇଟା ଓଡ଼ିଆ ଜାତି, ଓଡ଼ିଆ ଲୋକ, ଓଡ଼ିଶାର ଲୋକ କେବେ ମଧ୍ୟ ବରଦାସ୍ତ କରିବେ ନାହିଁ। ଠିକ ସମୟରେ ତାଙ୍କୁ ଜବାବ ଦିଆଯିବ।